बिना सुजी बिना बिरी चाउଳରେ ଆଉ ଖୁବ୍ କମ୍ ପରିଶ୍ରମରେ ଖୁବ୍ କମ୍ ସମୟରେ ଏଇ ପିଠାକୁ ଥରେ ଘରେ ବନେଇ ଦେଖନ୍ତୁ। ଏଇ ପିଠା ବହୁତ ନରମ ଆଉ ଜୁସି ବନିକି ରେଡି ହେବ। ୟାକୁ ଆପଣମାନେ ଯେକୌଣସି ଓଷା ବାର ବ୍ରତରେ ବି ବନେଇ ପାରିବେ, ନହେଲେ ତ ଏମିତି ବି ଘରେ ପ୍ରତ୍ୟେକ ଦିନ ବନେଇକି ଖାଇପାରିବେ। এই ପିଠାକୁ ବନେଇବା ପାଇଁ ପ୍ରଥମେ ଗୋଟେ କଡ଼େଇ ଗରମ କରି ନେବା ଆଉ ସେଥିରେ ଗୋଟେ ନଡ଼ିଆକୁ ଭାଙ୍ଗିକି ଆଉ ତାକୁ କୋରିକି ଦେଇଦେବା। ଏଇଠି ମୁଁ ଅଧ କିନାରୁ ଟିକେ ଉପରକୁ ଦେଇଛି ନଡ଼ିଆ କୋରା, ତା ସହିତ ଏଇଠି ଆମେ ଦେଇଦେବା ଅଧ କିନାରୁ ଟିକେ କମ୍ ଗୁଡ଼। ଗୁଡ଼ର କ୍ୱାଣ୍ଟିଟି ଆପଣ କେତିକି ମିଠା ଖାଇବାକୁ ପସନ୍ଦ କରନ୍ତି ସେହି ହିସାବରେ କମ୍ ବେଶୀ କରି ଦେଇପାରିବେ, କିମ୍ବା ଗୁଡ଼ ଜାଗାରେ ଚିନି ବି ଦେଇପାରିବେ। ନଡ଼ିଆ ଆଉ ଗୁଡ଼କୁ ଭଲ ଭାବରେ ମିଶେଇବା, ଯାହାଦ୍ୱାରା କି ଗୁଡ଼ଟା ମେଲ୍ଟ ହେଇଯିବ ଆଉ ଗୋଟେ ଭଲ ସୁଆଦିଆ ନରମ ପୁର ଆମର ବନିକି ରେଡି ହେଇପାରିବ। ଏଇଠି ଦେଖନ୍ତୁ ଗୁଡ଼ ଆମର ଭଲ ଭାବରେ ମେଲ୍ଟ ହେଇଗଲାଣି। ଏଇ ଯୋଉ ଗୁଡ଼ରୁ ପାଣି ଗୁଡାକ ବାହାରିଛି ସେଟା ଶୁଖିବା ପର୍ଯ୍ୟନ୍ତ ୟାକୁ ଆମେ ଭାଜିବା। ଆଉ ଗୁଡ଼ ନଡ଼ିଆ ଭଲ ଭାବରେ ଭାଜି ହେଇଯିବା ପରେ ସେଥିରେ ଅଧା ଛୋଟ ଚାମଚ ଦେଇଦେବା ଗୁଜୁରାତି ଗୁଣ୍ଡ, ଭଲ ଫ୍ଲେଭର ଆସିବା ପାଇଁ। ଆଉ ଏଇଭଳି ଭାବରେ ନଡ଼ିଆ ପୁର ରେଡି ହେଇଯିବା ପରେ ଆମେ ଗ୍ୟାସର ଫ୍ଲେମକୁ ବନ୍ଦ କରି ନେବା ଆଉ ପୁରକୁ ଥଣ୍ଡା ହେବା ପାଇଁ ଛାଡ଼ିଦେବା। ପୁରା ଥଣ୍ଡା ହେବା ଭିତରେ ଆମେ ଆଉ ଗୋଟେ କଡ଼େଇ ଗରମ କରି ନେବା ଆଉ ସେଇ କଡ଼େଇରେ ଏଇ ମେଜରିଂ କପ୍ରେ ମାପିକି ଦେଇଦେବା 4 କପ୍ ପାଣି। ପାଣିକୁ ମାପିବା ପାଇଁ ଯେକୌଣସି ଗିନା, କପ୍ କିମ୍ବା ଗ୍ଲାସଟେ ସେଟ୍ କରି ନିଅନ୍ତୁ। ସେହି ହିସାବରେ ଆମେ ସବୁକିଛି ଜିନିଷ ଏଥିରେ ଆଡ୍ କରିବା। ତାପରେ ଦେଇଦେବା 2ରୁ 3 ପିଞ୍ଚ ଲୁଣ ବା ସ୍ୱାଦ ଅନୁଯାୟୀ ଲୁଣ ଦେଇଦେବା ଆଉ ପାଣି ଲୁଣକୁ ଭଲ ଭାବରେ ମିଶାଇବା ପରେ ପାଣିକୁ ହାଲକା ଫୁଟିବା ପାଇଁ ଛାଡ଼ିଦେବା। ପାଣିରେ ଯେତେବେଳେ ଏଇଭଳି ଭାବରେ ବବଲ କ୍ରିଏଟ୍ ହେବ ସେତେବେଳେ ଗ୍ୟାସର ଫ୍ଲେମକୁ ଏକଦମ ଲୋ ଫ୍ଲେମ୍ରେ ରଖିବା ଆଉ ଯେଉଁ ମେଜରିଂ କପ୍ରେ ମାପିକି ମୁଁ ନେଇଥିଲି 4 କପ୍ ପାଣି, ସେଇ ସେମ୍ ମେଜରିଂ କପ୍ରେ ମାପିକି ଦେଇଦେଉଛି 2 କପ୍ ଅରୁଆ ଚାଉଳ ଗୁଣ୍ଡ। ଅରୁଆ ଚାଉଳ ଗୁଣ୍ଡ ଆପଣଙ୍କୁ ମାର୍କେଟରେ ବହୁତ ସହଜରେ ମିଳିଯିବ। ଯଦି ନ ମିଳେ ତେବେ କିଛି ଅରୁଆ ଚାଉଳକୁ ନେଇକି ତାକୁ ଗ୍ରାଇଣ୍ଡର ଜାରରେ ଗ୍ରାଇଣ୍ଡ କରି ନିଅନ୍ତୁ। ଆଉ ହଁ, ଅରୁଆ ଚାଉଳକୁ ଗ୍ରାଇଣ୍ଡ କରିବା ପୂର୍ବରୁ ତାକୁ ଭଲ ଭାବରେ ଧୋଇ ନେବେ ଆଉ ଖରାରେ ହେଉ କିମ୍ବା ଛାଇ ତଳେ ହେଉ 2 ଘଣ୍ଟା ପର୍ଯ୍ୟନ୍ତ ଶୁଖେଇ ନେବେ, ତାପରେ ଯାଇକି ଗ୍ରାଇଣ୍ଡ କରିବେ। ଭଲ ଅରୁଆ ଚାଉଳ ଗ୍ରାଇଣ୍ଡ ହେଇକି ରେଡି ହେଇପାରିବ। ଅରୁଆ ଚାଉଳ ଗୁଣ୍ଡକୁ ଦେଇକି ପାଣି ସହିତ ଭଲ ଭାବରେ ମିଶେଇ ନେବେ। ତାପରେ ଗ୍ୟାସର ଫ୍ଲେମକୁ ବନ୍ଦ କରିକି ତାକୁ 10 ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦେବେ। ଏଥିରେ ବେଶୀ ପରିଶ୍ରମ କରିବାର ନାହିଁ କି ଚାଉଳକୁ ଜନ୍ତିବାର ନାହିଁ, ବାସ୍ କେବଳ ଗରମ ପାଣିରେ ଟିକେ ଭଲ ଭାବରେ ଏପଟ ସେପଟ କରିକି ଚାଉଳ ଗୁଣ୍ଡକୁ ମିଶେଇ ନିଅନ୍ତୁ। ତାପରେ କଭର କରି ଛାଡ଼ି ଦିଅନ୍ତୁ। ଆଉ 10 ମିନିଟ୍ ପରେ ଏଇଠି ଦେଖିପାରୁଥିବେ ଚାଉଳ ଗୁଡ଼ାକ ଭଲ ଭାବରେ ସିଝି ଯାଇଛି। ଆଉ ତାକୁ ଏବେ ଆମେ ଗୋଟେ ଥାଳିକୁ ବାହାର କରି ନେବା। ବାହାର କରିକି ତାକୁ ଚକଟିବା ଷ୍ଟାର୍ଟ କରିବା। ଏମିତି ଉପାୟରେ ଯଦି ଆମେ ଚାଉଳ ଚୁନାକୁ ଜନ୍ତିକି ପିଠା ବନେଇବା, ପିଠା ତ ବହୁତ ନରମ ବନିବ, ତା ସହିତ ଚାଉଳ ଚୁନାରେ କୌଣସି ବି ବିଣ୍ଡା ବା ଲମ୍ସ ପଡ଼ିବ ନାହିଁ। ତ ଥାଳିକୁ ବାହାର କରିସାରିବା ପରେ ୟାକୁ ଆମେ ଉଷୁମ ଥିବା ଅବସ୍ଥାରେ ହିଁ ଚକଟିବା। ବେଶୀ ଥଣ୍ଡା କରିବେ ନାହିଁ। ଯେତେବେଳେ ନଖ ଉଷୁମ ଥିବ ସେଇ ସମୟରେ ହିଁ ୟାକୁ ଚକଟିବେ, ତାହେଲେ ଯାଇକି ପିଠା ବହୁତ ଭଲ ବନିବ। ଆଉ ଚକଟିବା ସମୟରେ ଯଦି ହାତରେ ଲାଗିଯାଏ ତେବେ ଟିକେ ପାଣି ହାତ ହେଇକି କିମ୍ବା ହାତରେ ଟିକେ ତେଲ କିମ୍ବା ଘିଅ ଲଗେଇକି ୟାକୁ ଚକଟି ନେବେ। ୟାକୁ ଏମିତି ଭଲ ଭାବରେ ଚକଟିକି ଚିକଣ ବନେଇ ନେବେ। ତାପରେ ଆମେ କ'ଣ କରିବା ନା ୟାର ବଡ଼ ବଡ଼ ସାଇଜର ଗୁଳା ବନେଇବା। ଯେହେତୁ ଆମେ ବଡ଼ ରୁଟି ବନେଇବା ସେଥିପାଇଁ ବଡ଼ ସାଇଜର ଗୁଳା ବନେଇବା। ତ ଏଇଠି ମୁଁ 3 ଭାଗରେ ୟାକୁ ଡିଭାଇଡ କରି ନେଇଛି ଆଉ ପ୍ରତ୍ୟେକଟି ଏଇ ଡୋକୁ ଗୁଳା ବନେଇକି ରେଡି କରି ନେଉଛି। ଏଇଭଳି ଭାବରେ ଗୋଲ ଗୋଲ ସେପ୍ ବନେଇକି ଗୁଳା ବନେଇ ନେବା। ତ ଗୁଳା ବନେଇ ସାରିବା ପରେ ୟାକୁ ବେଲିବା ଷ୍ଟାର୍ଟ କରିବା। ଆପଣ ଯେଉଁ ସାଇଜର ରୁଟି ବନେଇବେ ସେଇ ସାଇଜର ହିଁ ଗୁଳା ନେବେ। ମାନେ ଆପଣଙ୍କ ବେଲଣା ପେଡ଼ିର ସାଇଜ ହିସାବରେ ଗୁଳାର ସାଇଜ ଆପଣ ଛୋଟ ବଡ଼ କରିପାରିବେ। ତ ଗୁଳା ବନେଇ ସାରିବା ପରେ ସେଇ ଗୁଳାରେ ଟିକେ ଏଠି ଚାଉଳ ଚୁନା କିମ୍ବା ଅଟା ଲଗେଇ ନେବେ। ତାପରେ ବେଲଣା ପେଡ଼ିରେ ଦେଇକି ତାକୁ ଆମେ ଗୋଲ କରି ବେଲିବା ଷ୍ଟାର୍ଟ କରିବା। ଯଦି ଆପଣଙ୍କ ଚକଟା ସ୍ମୁଥ ହେଇଥିବ, ମାନେ ଚିକଣ ହେଇଥିବ, ତାହେଲେ ରୁଟିଟା ବିଲକୁଲ ବି ଫାଟିବନି, ପୁରା ପ୍ଲେନ୍ ହେଇକି ବେଲି ହେଇଯିବ। ତ ଏଇଠି ଦେଖିପାରୁଥିବେ ୟାକୁ ମୁଁ ଗୋଲ କରିକି ବେଲି ନେଇଛି ଆଉ ମୋଟେଇଟା ଏମିତି ରଖିଛି, ମାନେ ଲେନ୍ଥଟା ବେଶୀ ମୋଟା କିମ୍ବା ବେଶୀ ପତଳା କରିଦେଇନି। ଚାଉଳ ରୁଟିଟିକୁ ବେଲି ସାରିବା ପରେ ଆମେ ଏଠି ବନେଇକି ରଖିଥିବା ପୁରକୁ ଏମିତି ଗୋଟେ ସାଇଡରେ ଲାଇନ୍ କରିକି ଦେଇଦେବା। ଯେଉଁ ସାଇଜର ପିଠା ଅଛି ସେଇ ହିସାବରେ ପୁରକୁ ଦେବେ। ଆଉ ଆପଣ କେତିକି ପୁର ଖାଇବାକୁ ପସନ୍ଦ କରନ୍ତି ସେଇ ହିସାବରେ ପୁରର କ୍ୱାଣ୍ଟିଟି କମ୍ ବେଶୀ କରିପାରିବେ। ପୁରକୁ ଦେଇ ସାରିବା ପରେ ଏବେ ୟାକୁ ଆମେ ଟାଇଟ୍ କରି ରୋଲ୍ କରିବା ଆରମ୍ଭ କରିବା। ବେଶୀ ଲୁଜ୍ ରଖିବେ ନାହିଁ, ପୁରା ଏମିତି ଟାଇଟ୍ କରିକି ରୋଲ୍ କରି ନେବେ ଆଉ ଏଣ୍ଡିଂ ପଏଣ୍ଟଟାକୁ ଟିକେ ଏମିତି ଚାପିକି ପ୍ରେସ୍ କରି ନେବେ। ତାପରେ ଦେଖନ୍ତୁ ଦୁଇ ପଟ ସାଇଡକୁ ଏମିତି ଆମେ କଭର କରି ନେବା ବା ସିଲ୍ କରି ନେବା, ଯାହାଦ୍ୱାରା କି ପୁରଟା ବାହାରକୁ ଆସିବ ନାହିଁ। এইଭଳି ଭାବରେ ସିଲ୍ କରିସାରିବା ପରେ ଆମର ଯେଉଁ ଏଣ୍ଡିଂ ପଏଣ୍ଟରେ ଟିକେ ହାଲକା ପାଣି ଲଗେଇକି ଟିକେ ଏମିତି ଚାପି ନେବା, ଯାହାଦ୍ୱାରା କି ପିଠାଟା ଖୋଲିବାର ଭୟ ରହିବ ନାହିଁ। ନହେଲେ ତ ଯଦି ଆପଣଙ୍କ ଡୋ ବେଶୀ ପତଳା ବା ପାଣିଆ ଥିବ ତାହେଲେ ତ ନର୍ମାଲି ସିଲ୍ ନେଇଯିବ, କିନ୍ତୁ ଯଦି ଆବଶ୍ୟକତା ପଡ଼େ ତେବେ ଅଳ୍ପ ଟିକେ ପାଣି ଲଗେଇକି ତାକୁ ସିଲ୍ କରିପାରିବେ।
ତ ଏଇଭଳି ଭାବରେ ଆମେ ସବୁ ଗୁଳା ଗୁଡ଼ାକ ବେଲିକି ଏଇଭଳି ଭାବରେ ରୋଲ୍ ବନେଇ ନେବେ। ମୁଁ 3ଟା ଗୁଳା ବନେଇଥିଲି, ଯେହେତୁ ମୋତେ ଟିକେ ଗୁଳାର ସାଇଜ୍ ବଡ଼ ଲାଗିଲା ତାକୁ ଛୋଟ କରିକି 4ଟା ରୋଲ୍ ବନେଇ ନେଇଛି। ତାପରେ ଆମେ କ'ଣ କରିବା ନା ପିଠାକୁ ଷ୍ଟିମ୍ ଦେବା ପାଇଁ ଗୋଟେ କଡ଼େଇରେ କିଛି ପାଣିକୁ ଦେଇଦେବା ଆଉ ପାଣିକୁ ପ୍ରଥମେ ଗରମ ହେବା ପାଇଁ ଛାଡ଼ିଦେବା। ପାଣି ଗରମ ହେଇଯିବା ପରେ ଏମିତିକା ଗୋଟେ ଜାଲି ବା ଷ୍ଟେନରଟେ ରଖିନେବେ, ଯେଉଁଥିରେ କି ଏମିତିକା କଣା କଣା ଥିବ ବା ହୋଲ୍ ଥିବ। ପ୍ରାୟତଃ ସମସ୍ତଙ୍କ ଘରେ ଏମିତିକା ଷ୍ଟେନର ମିଳିଯାଇଥାଏ। ଭାତ ଛଣା ହେଉ ବା ଶାଗ ଧୁଆ ବା ମାଛ ଧୁଆ ବି ଆପଣ କହିପାରନ୍ତି, ତ ସେଇଟାକୁ ବି ନେଇପାରିବେ। ଆଉ ସେଥିରେ ଟିକେ ତେଲ ଲଗେଇ ସାରିବା ପରେ ଏଇ ଯେଉଁ ରୋଲ୍ ଆମେ ବନେଇକି ରଖିଛେ ସେଇ ରୋଲ୍କୁ ଏମିତି ଗୋଟି ଗୋଟି କରି ଦେଇଦେବା ଆଉ ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ ଫ୍ଲେମ୍ରେ ରଖିକି ୟାକୁ କଭର୍ କରି ପାଖାପାଖି 10 ମିନିଟ୍ ପର୍ଯ୍ୟନ୍ତ ପିଠାକୁ ସିଝିବା ପାଇଁ ଛାଡ଼ିଦେବା। ମୋତେ 10 ମିନିଟ୍ ସମୟ ଲାଗିଛି, ହୁଏତ ଆପଣଙ୍କୁ ଆଉ 5 ମିନିଟ୍ ଅଧିକ କିମ୍ବା କମ୍ ସମୟ ଲାଗିପାରେ, ତାହା ପିଠାର ସାଇଜ୍ ଉପରେ ଡିପେଣ୍ଡ କରେ। ଏଇଠି ପାଖାପାଖି 10ରୁ 12 ମିନିଟ୍ ପରେ ମୁଁ ଲିଡ୍ କାଢ଼ିକି ଚେକ୍ କରି ନେଉଛି ଆଉ ଦେଖିପାରୁଥିବେ ପିଠା ଆମର ଭଲ ଭାବରେ ସିଝିଗଲାଣି। ଛୁଇଁଲେ ଡ୍ରାଏ ଲାଗୁଛି, ହାତରେ ଚିପଚିପା ଲାଗୁନି, ତାମାନେ ପିଠା ଆମର ଭଲ ଭାବରେ କୁକ୍ ହେଇଗଲାଣି। ତ ଏବେ ଆମେ କ'ଣ କରିବା ନା ୟାକୁ ପ୍ରଥମେ ଥଣ୍ଡା ହେବା ପାଇଁ ଛାଡ଼ିଦେବା। ଥଣ୍ଡା ହେଲା ପରେ ଯାଇକି ଆମେ ନେକ୍ସଟ ପ୍ରୋସେସ୍କୁ ଯିବା। ଗରମ ଥିବା ଅବସ୍ଥାରେ ଯଦି ଆମେ ପିଠାକୁ କାଟିବା ତାହେଲେ ସେଇଟା ଭଲ ସେପ୍ ଆସିବନି, ଆଉ ଥଣ୍ଡା ହେଇଗଲା ପରେ କାଟିଲେ ଇଜିଲି କଟି ବି ଯିବ ଆଉ ସୁନ୍ଦର ବି ଦେଖାଯିବ। ତ ଏଇଠି ଆମର ପିଠା ଭଲ ଭାବରେ ଥଣ୍ଡା ହେଇଗଲାଣି। ଏବେ ଆମେ ପିଠାକୁ କାଟିବା ଆରମ୍ଭ କରିବା। ଏଇଠି ମୁଁ ପିଠାକୁ ଛୋଟ ଛୋଟ କରି କାଟି ନେଉଛି। ଏଠି ମୁଁ ମିଡ଼ିୟମ୍ ପିସେସ୍ରେ କାଟୁଛି, ଆପଣ ଚାହିଁଲେ ଆହୁରି ପତଳା କିମ୍ବା ଆହୁରି ମୋଟା ପିସେସ୍ରେ ମଧ୍ୟ କାଟିପାରିବେ, କିନ୍ତୁ ଟେଷ୍ଟ ସେଇ ସେମ୍ ରହିବ। ଟେଷ୍ଟରେ କୌଣସି ଫରକ ଆସିବନି। এই ପିଠାକୁ ଆପଣ ଏମିତି ବି ଡାଇରେକ୍ଟ ଖାଇପାରିବେ, ନହେଲେ ତ ମଟର ତରକାରୀ ସହିତ ବି ସର୍ଭ କରିପାରିବେ। ଏମିତି ବି ଖାଇବା ପାଇଁ ଏଇଟା ଭାରି ସୁଆଦିଆ ଲାଗିଥାଏ, କାହିଁକି ନା ପିଠାର ଭିତରେ ପୁର ଅଛି, ତ ଆପଣ ଇଜିଲି ଏମିତି ବି ଖାଇପାରିବେ। ତା ସହିତ ପିଠାଟି ବହୁତ ସଫ୍ଟ ଆଉ ଜୁସି ବନିଛି। ତାହେଲେ ଆଜିର ଏହି ରେସିପିଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସ ମାଧ୍ୟମରେ ଆପଣଙ୍କ ମତାମତ ମୋ ସହିତ ନିଶ୍ଚିନ୍ତ ଭାବରେ ସେୟାର କରନ୍ତୁ। ତେବେ ଆଜି ପାଇଁ ରହୁଛି, ବାଏ। ପୁଣି ଦେଖା ହେବ ଆଉ ଏକ ନୂଆ ରେସିପି ସହିତ ଆଉ ଏକ ନୂଆ ଭିଡିଓରେ।